ଆପଣ ଜାଣନ୍ତି କିଛି ନିର୍ବାଚନୀ ଜିତ୍ ହାର ଠାରୁ ବି ବେଶୀ କଥା କହିଥାଏ। ସେମାନେ କେବଳ ଫଳାଫଳ ନୁହେଁ ବରଂ ଏକ ବଡ଼ ପରିବର୍ତ୍ତନର ସଂକେତ ଦେଇଥାନ୍ତି। ରେଣାଖୋଲର ନିର୍ବାଚନୀ ଫଳାଫଳ ଠିକ୍ ସେହିଭଳି ଏକ କାହାଣୀ କହୁଛି, ଯାହାକୁ ବୁଝିବା ଆମ ସମସ୍ତଙ୍କ ପାଇଁ ନିହାତି ଜରୁରୀ। ଆପଣ ଭାବି ଦେଖନ୍ତୁ, ରେଢ଼ାଖୋଲ ଗୋଟେ ସମୟରେ ଗୋଟେ ଦଳ ପାଇଁ ଅଭେଦ୍ୟ ଦୁର୍ଗ ଭଳି ଥିଲା। କିନ୍ତୁ ଏଥର ସେଠାରୁ ଏକ ବହୁତ ବଡ଼ ରାଜନୀତିକ ସଂକେତ ଆସିଛି। ଏହା ସ୍ପଷ୍ଟ ଭାବେ ଦର୍ଶାଉଛି ଯେ ରାଜନୀତିର ପବନ ବଦଳୁଛି। କେତେ ଭାବୁଛନ୍ତି? ମାତ୍ର 4960। ଏଇ ଛୋଟିଆ ସଂଖ୍ୟାଟି, ଏହା ପଛରେ କିନ୍ତୁ ଭୋଟରଙ୍କ ଅସନ୍ତୋଷ ଆଉ କ୍ଷମତାକୁ ନେଇ ଏକ ବଡ଼ କାହାଣୀ ଲୁଚି ରହିଛି। ତାହେଲେ ମୂଳ ପ୍ରଶ୍ନ ହେଉଛି, ଏମିତି କେମିତି ହେଲା? ଯେଉଁଟା ଏତେ ଦିନର ଗଢ଼ ଥିଲା, ତାହା ଆଜି ଏକ ସଂଘର୍ଷପୂର୍ଣ୍ଣ ରଣକ୍ଷେତ୍ରରେ କେମିତି ବଦଳିଗଲା? ଆସନ୍ତୁ ଟିକେ ଗଭୀରକୁ ଯିବା। ସଂଖ୍ୟା ପଛରେ ଥିବା ଲୋକଙ୍କ କଥା ଆଉ ତାଙ୍କ କାହାଣୀକୁ ବୁଝିବା। ଠିକ୍ ଅଛି, ତେବେ ଆମେ ଏହି ପୂରା ବିଶ୍ଳେଷଣକୁ 5ଟି ଭାଗରେ ବୁଝିବାକୁ ଚେଷ୍ଟା କରିବା। ପ୍ରଥମେ ରେଢ଼ାଖୋଲର ସେହି ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବିଜୟ, ତାପରେ ସେଠାକାର ବଦଳୁଥିବା ରାଜନୈତିକ ମାଟି, ତାପରେ ତୃଣମୂଳ ସ୍ତରରୁ ଲୋକଙ୍କ ସ୍ୱର କ'ଣ କହୁଛି, ଚତୁର୍ଥରେ ଏହି ଆହ୍ୱାନର ଏକ ଗଭୀର ବିଶ୍ଳେଷଣ, ଆଉ ଶେଷରେ ଏସବୁକୁ ଦେଖି ଶାସନ ପାଇଁ ଏକ ବ୍ଲୁପ୍ରିଣ୍ଟ କ'ଣ ହୋଇପାରେ। ତେବେ ଚାଲନ୍ତୁ ଆରମ୍ଭ କରିବା ସେହି ବିଜୟରୁ, ଯାହାକୁ ନେଇ ଏତେ ଚର୍ଚ୍ଚା, ଯାହା ଉପରେ ଏକ ବଡ଼ ପ୍ରଶ୍ନବାଚୀ। ଦେଖନ୍ତୁ, ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ଜିତିଛନ୍ତି, ଏଥିରେ ସନ୍ଦେହ ନାହିଁ। କିନ୍ତୁ ଯେଉଁ ଏତେ କମ୍ ବ୍ୟବଧାନରେ ଜିତିଛନ୍ତି, ସେଇଟା ହିଁ ଆମ ଆଲୋଚନାର ମୂଳବିନ୍ଦୁ। ଏହି ଚାର୍ଟକୁ ଦେଖିଲେ ପୂରା ଚିତ୍ରଟା ସ୍ପଷ୍ଟ ହୋଇଯିବ। ଦେଖନ୍ତୁ, 2024ରେ ଭୋଟ କେମିତି ବାଣ୍ଟି ହୋଇଛି। ବିଜେଡିକୁ ମିଳିଛି ପାଖାପାଖି 38.2%, ବିଜେପିକୁ 35.2%, ଆଉ କଂଗ୍ରେସକୁ 23.3%। ମାନେ ବିଜେଡି ଆଉ ବିଜେପି ଭିତରେ ଫରକ ବହୁତ ହି କମ୍। ଏଥିରୁ ହିଁ ଜଣାପଡ଼ୁଛି ଲଢ଼େଇ କେତେ ଜୋରଦାର ଥିଲା। ଆଚ୍ଛା, 2024ର ଏହି ଚିତ୍ରକୁ ଯଦି ଆମକୁ ଠିକ୍ସେ ବୁଝିବାର ଅଛି, ତାହେଲେ ଆମକୁ ଟିକେ ପଛକୁ ଯିବାକୁ ପଡ଼ିବ। ଗତ କିଛି ଦଶନ୍ଧିର ଟ୍ରେଣ୍ଡ କ'ଣ କହୁଛି, ତାକୁ ଦେଖିବାକୁ ହେବ। ଏହି ଟେବୁଲକୁ ଟିକେ ଭଲ ଭାବେ ଦେଖନ୍ତୁ। ଗତ କେତୋଟି ନିର୍ବାଚନର ଫଳାଫଳ ଏଠାରେ ଅଛି। ଏଥିରୁ ସିଧାସଳଖ ଜଣାପଡ଼ୁଛି ଯେ ରେଢ଼ାଖୋଲ ବହୁଦିନ ଧରି ବିଜେଡିର ଏକ ମଜବୁତ ଗଡ଼ ହୋଇ ରହିଆସିଛି। କିନ୍ତୁ ବର୍ତ୍ତମାନ ସେହି ଦବଦବା ଏକ ବଡ଼ ଚ୍ୟାଲେଞ୍ଜର ସାମ୍ନା କରୁଛି। ଆଉ ପ୍ରକୃତ କାହାଣୀ ଲୁଚି ରହିଛି ଏହି ଗ୍ରାଫ୍ ଭିତରେ। ଦେଖନ୍ତୁ, 2009ରୁ 2024 ଭିତରେ କ'ଣ ହୋଇଛି। ବିଜେପି, ଯିଏ କେବେ ଏକ ଛୋଟ ଶକ୍ତି ଥିଲା, ସେ କେମିତି ଧୀରେ ଧୀରେ ନିଜର ଭୋଟ ପ୍ରତିଶତକୁ 2 ଗୁଣାରୁ ବି ଅଧିକ ବଢ଼ାଇ ଆଜି ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହୋଇ ଠିଆ ହୋଇଛି। ଏଇଟା ବୁଝିବା ବହୁତ ଜରୁରୀ। କଥାଟା ଖାଲି ଏୟା ନୁହେଁ ଯେ ବିଜେଡିର ଭୋଟ କମିଗଲା। ବିଜେଡିର ଭୋଟ ପ୍ରତିଶତ ପାଖାପାଖି ସ୍ଥିର ଥିଲା, କିନ୍ତୁ ବିରୋଧୀ ଦଳ, ବିଶେଷ କରି ବିଜେପି, ନିଜର ସମର୍ଥନକୁ ଏତେ ମାତ୍ରାରେ ଏକାଠି କଲା ଯେ ଜିତିବାର ବ୍ୟବଧାନଟା ପାଖାପାଖି 10,000 ଭୋଟ କମିଗଲା। ଏଇଟା ହିଁ ପ୍ରକୃତ ଖେଳ। ଆଚ୍ଛା, ଏତେ ସବୁ ନମ୍ବର, ଡେଟା, ଟ୍ରେଣ୍ଡସ୍, ଏସବୁ ତ ଠିକ୍ ଅଛି, କିନ୍ତୁ ଏସବୁର ମୂଳ କାରଣ କ'ଣ? କାହିଁକି ଏମିତି ହେଲା? ଦେଖନ୍ତୁ, ଶେଷରେ ତ ନିର୍ବାଚନର ସବୁ ତଥ୍ୟ ସାଧାରଣ ଲୋକଙ୍କର ଦୈନନ୍ଦିନ ଜୀବନ, ତାଙ୍କର ସମସ୍ୟା, ତାଙ୍କର ଆଶା ନିରାଶାର ହିଁ ଗୋଟେ ପ୍ରତିଫଳନ। ଲୋକଙ୍କ ମୁହଁରୁ ଶୁଣାଯାଉଥିବା ଗୋଟିଏ କଥା, ରାସ୍ତା ନାହିଁ ତ ଭୋଟ ନାହିଁ। ଏହି ଗୋଟିଏ ବାକ୍ୟ ବହୁତ କିଛି କହିଦେଉଛି, ନୁହେଁ କି? ଯେତେବେଳେ ରାସ୍ତା ଭଳି ଏକ ମୌଳିକ ସୁବିଧା ବି ଲୋକଙ୍କୁ ମିଳେନି, ସେତେବେଳେ ତାଙ୍କ ଭିତରେ ଅସନ୍ତୋଷ ବଢ଼ିବାଟା ବହୁତ ସ୍ୱାଭାବିକ। ସେମିତି ଆଉ ଗୋଟେ ବଡ଼ ପ୍ରଶ୍ନ ଉଠୁଥିଲା, ପିଇବାକୁ ପାଣି କାହିଁ? ଯେତେବେଳେ ପିଇବା ପାଣି ଭଳି ଏକ ଜରୁରୀ ଜିନିଷ ପାଇଁ ଲୋକଙ୍କୁ ସଂଘର୍ଷ କରିବାକୁ ପଡ଼େ, ସେତେବେଳେ ତାଙ୍କର କ୍ରୋଧ ଆହୁରି ବଢ଼ିଯାଏ। ତେବେ ମୋଟାମୋଟି ଭାବେ ଭୋଟରଙ୍କର ମୁଖ୍ୟ ଅଭିଯୋଗଗୁଡ଼ିକ କ'ଣ ଥିଲା? ଖରାପ ଗାଁ ରାସ୍ତା, ପିଇବା ପାଣିର ଘୋର ସଙ୍କଟ, ଚାଷୀଙ୍କର ସମସ୍ୟା ଯେମିତିକି ଏମ୍ଏସ୍ପି କି ଜଳସେଚନ, ବିଜୁଳି ବା ସ୍କୁଲ ଭଳି ସେବାର ଅଭାବ, ଆଉ ଯୁବକମାନଙ୍କ ପାଇଁ ବଢ଼ୁଥିବା ବେକାରୀ, ଏହିସବୁ ହିଁ ଥିଲା ଅସନ୍ତୋଷର ମୂଳ। ଏଠାରେ ଆମକୁ ଗୋଟିଏ କଥା ମନେ ରଖିବାକୁ ହେବ। ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକକୁ ଏକ ସମ୍ମାନଜନକ ଜୀବନ ବଞ୍ଚିବାର ପ୍ରତିଶ୍ରୁତି ଦେଇଛି। ଆଉ ଯେତେବେଳେ ଏହି ମୌଳିକ ଆବଶ୍ୟକତାଗୁଡ଼ିକ ପୂରଣ ହୁଏନି, ସେତେବେଳେ ଲୋକମାନେ ରାଜନୈତିକ ଭାବେ ନିଜର ମତ ପ୍ରକାଶ କରନ୍ତି, ଆଉ ଏହା ଏକ ସ୍ୱାଭାବିକ ପରିଣାମ। ତେବେ ଲୋକଙ୍କର ଏହି ଅଭିଯୋଗ ଆଉ ବଦଳୁଥିବା ଭୋଟ ଧାରାର ରଣନୈତିକ ଦିଗଟା କ'ଣ? ଆସନ୍ତୁ ଏହାର ଏକ ଗଭୀର ବିଶ୍ଳେଷଣ କରି ଦେଖିବା। ଏହାକୁ ସହଜରେ ବୁଝିବା ପାଇଁ ଆମେ ଗୋଟେ SWOT ଆନାଲିସିସ୍ କରିପାରିବା। ମାନେ ଶାସକ ଦଳର ଶକ୍ତି, ଦୁର୍ବଳତା, ସୁଯୋଗ ଆଉ ବିପଦକୁ ଦେଖିବା। ଦେଖନ୍ତୁ, ଗୋଟେ ପଟେ ଦଳର ନିଜର କ୍ୟାଡର ବେସ୍, ସରକାରୀ ଯୋଜନା ଭଳି ଶକ୍ତି ଥିଲା, କିନ୍ତୁ ଅନ୍ୟପଟେ କିଛି ଦୁର୍ବଳତା ଆଉ ବାହାରୁ ଆସୁଥିବା ଚ୍ୟାଲେଞ୍ଜ ତାକୁ ପଛକୁ ଟାଣିଦେଲା।
ଆଉ ସବୁଠୁ ବଡ଼ ସମସ୍ୟାଟା ଥିଲା ପ୍ରଚାରକ କାର୍ଯ୍ୟକାରିତାରେ। ଦେଖନ୍ତୁ, ପ୍ରାର୍ଥୀ ଚୟନ, ଫିଲ୍ଡରେ ସଂଗଠନ ଏସବୁ ଦୃଢ଼ ଥିଲା, କିନ୍ତୁ ଦୁର୍ବଳତା କେଉଁଠି ଥିଲା? ଭୋଟରଙ୍କ ମତାମତ ଠିକ୍ ଭାବେ ସଂଗ୍ରହ ନ କରିବା ଆଉ ସ୍ଥାନୀୟ ସମସ୍ୟା ଉପରେ ତୁରନ୍ତ ପ୍ରତିକ୍ରିୟା ନ ଦେବା। ଏଇଠି ହିଁ ପୁରା ଖେଳଟା ଓଲଟିଗଲା। ହଉ, ଏତେ ସବୁ ବିଶ୍ଳେଷଣ ତ ହେଲା, କିନ୍ତୁ ଏଥିରୁ ଶିଖି ଆଗକୁ ବାଟ କ'ଣ? ଏହି ଅନୁଭୂତିକୁ ବ୍ୟବହାର କରି ଶାସନକୁ କେମିତି ଆହୁରି ଲୋକାଭିମୁଖୀ କରାଯାଇପାରିବ? ଆସନ୍ତୁ ତାର ଗୋଟେ ବ୍ଲୁପ୍ରିଣ୍ଟ ଦେଖିବା। ଏଥିପାଇଁ ଏକ 90 ଦିନିଆ ଯୋଜନା ବହୁତ ପ୍ରଭାବଶାଳୀ ହୋଇପାରେ। ପ୍ରଥମ 30 ଦିନ ଲୋକଙ୍କ ପାଖକୁ ଯାଇ ତାଙ୍କ କଥା ଶୁଣନ୍ତୁ ଆଉ ତାଙ୍କ ବିଶ୍ୱାସ ଜିତନ୍ତୁ। ତାପର 30 ଦିନ ସେମାନଙ୍କ ସମସ୍ୟାର ସମାଧାନ କରନ୍ତୁ ଆଉ ସେ ବିଷୟରେ ତାଙ୍କୁ ଜଣାନ୍ତୁ। ଆଉ ଶେଷ 30 ଦିନ ଏହି ସକାରାତ୍ମକ କାମକୁ ନେଇ ସଂଗଠିତ ଭାବେ ପ୍ରଚାର କରନ୍ତୁ। ମନେ ରଖନ୍ତୁ, ଆରମ୍ଭଟା ସବୁବେଳେ ଶୁଣିବାରୁ ହିଁ ହେବା ଦରକାର। ଏହି ପୂରା ରଣନୀତିକୁ ଆମେ ଚତୁର୍ମୁଖ ସିଦ୍ଧାନ୍ତ କହିପାରିବା। ଏହାର 4ଟି ମୁଖ୍ୟ ଦିଗ ଅଛି। ଠିକ୍ ଭାବେ ନିର୍ବାଚନୀ ଲକ୍ଷ୍ୟ ସ୍ଥିର କରିବା, ସଂଗଠନକୁ ପୁଣିଥରେ ନୂଆ କରିବା, ନିଜର କାହାଣୀ ବା ନାରେଟିଭ୍କୁ ଲୋକଙ୍କ ପାଖରେ ପହଞ୍ଚାଇବା ଆଉ ସବୁ ସମ୍ବଳର ଠିକ୍ ଉପଯୋଗ କରିବା। ଏହାର ମାନେ ହେଉଛି ଆଭିମୁଖ୍ୟରେ ଏକ ବଡ଼ ପରିବର୍ତ୍ତନ। ଅତୀତର ଦୁର୍ବଳତା କ'ଣ ଥିଲା? ଗାଁରୁ ଲୋକଙ୍କର ମତାମତ ଠିକ୍ ଭାବେ ଆସୁନଥିଲା। ଭବିଷ୍ୟତର କାର୍ଯ୍ୟ କ'ଣ ହେବା ଦରକାର? ପ୍ରତି ୱାର୍ଡକୁ ଯାଇ ଲୋକଙ୍କ ଅଭିଯୋଗ ଶୁଣିବା ଆଉ ତାର ସମାଧାନ କରିବା। ଏହା ହିଁ ଏକ ନିଷ୍କ୍ରିୟ ଶାସନରୁ ସକ୍ରିୟ ଶାସନକୁ ଯିବାର ବାଟ। ଆଉ ଗୋଟିଏ କଥା ଯାହା ଆଜିକାଲି ବହୁତ ଗୁରୁତ୍ୱପୂର୍ଣ୍ଣ, ତାହା ହେଉଛି ବିଶ୍ୱାସ। ଦେଖନ୍ତୁ, ଆଜିର ଡିଜିଟାଲ ଦୁନିଆରେ ଲୋକଙ୍କ ସହ ଯୋଗାଯୋଗ କରିବା ସହଜ, କିନ୍ତୁ ଭାରତର ଡାଟା ସୁରକ୍ଷା ଆଇନ ଅନୁସାରେ ଆମକୁ ସବୁବେଳେ ସେମାନଙ୍କର ବ୍ୟକ୍ତିଗତ ଗୋପନୀୟତାକୁ ସମ୍ମାନ ଦେବାକୁ ପଡ଼ିବ। ତାଙ୍କ ସହମତି ବିନା ଯୋଗାଯୋଗ କରିବା ଉଚିତ ନୁହେଁ। ଏହା କେବଳ ଆଇନର କଥା ନୁହେଁ, ଏହା ଏକ ନୈତିକ ଦାୟିତ୍ୱ ମଧ୍ୟ। ଶେଷରେ ମୁଁ ଏତିକି କହିବି, ଗୋଟେ ବହୁତ ଭଲ କଥା ଅଛି, ଯଦି ଆପଣ ଭିଡ଼ କିଣିପାରିବେ ତେବେ ଆପଣ କୋଳାହଳ ଭଡ଼ାରେ ଆଣିପାରିବେ, କିନ୍ତୁ ଯଦି ବିଜୟ ଚାହାନ୍ତି ତେବେ ବିଶ୍ୱାସ ଅର୍ଜନ କରନ୍ତୁ। ଆଉ ରେଡ଼ାଖୋଲର ଫଳାଫଳରୁ ଆମକୁ ଏହି ଗୋଟିଏ ଶିକ୍ଷା ହିଁ ମିଳୁଛି। ପ୍ରକୃତ ବିଜୟ କେବଳ ସଂଗଠନ ବା ଟଙ୍କାର ଶକ୍ତିରେ ମିଳେନି, ତାହା ଲୋକଙ୍କ ବିଶ୍ୱାସରେ ହିଁ ମିଳୁଥାଏ।